ସେଇ ଡିଲର ମାନେ ତ ଏଇ ଜନପୋଷଣ କେନ୍ଦ୍ର ପାଇବେ, ଆଉ କଣ ବାହାର ଲୋକ କିଏ ପାଇବେ? ସେଇ ଡିଲର ମାନେ ପାଇବେ, ଏସଏଚଜି ଗ୍ରୁପର ମହିଳା ମାନେ ପାଇବେ। ଆମେ କାହାକୁ ବେଦଖଲ କରିବୁ ନାହିଁ କାମରୁ, କିନ୍ତୁ ଆମେ ନୂଆ ଗୋଟେ ମଡେଲ ତିଆରି କରିବାକୁ ଚାହୁଁଛୁ, ଯୋଉଟା ଛତିଶଗଡ଼ରେ ଏମିତି ଚାଲିଛି, ଗୁଜରାଟରେ ଚାଲିଛି, ଦିଲ୍ଲୀରେ ଚାଲିଛି। ସେ ମଡେଲଟାକୁ ଆମେ ଟିକେ ଫଲୋ କରିବୁ। ଆଇଟମ ପ୍ରାୟ ସବୁ ଶୁଣନ୍ତୁ, ଚାଉଳ, ଅଟା, ଆପଣଙ୍କର ଚିନି, ତେଲ ସବୁ ସବସିଡାଇଜ ମିଳିବ, ଲୁଣ ମିଳିବ, ସବୁ ମିଳିବ, ସଉଦା ଜିନିଷ। ତାପରେ ଅନ୍ୟାନ୍ୟ ଜିନିଷ ବି ଏଥିରେ ରହିପାରେ, ଧର ଏସଏଚଜି ଗ୍ରୁପର କୌଣସି ପ୍ରଡକ୍ଟସ ଅଛି, ସେମାନେ ଆଣିକି ଏଠି ଦେବେ, ସେଗୁଡା ମଧ୍ୟ ସବସିଡାଇଜ ରେଟ୍ରେ ମିଳିବ। ବିଭିନ୍ନ ଜିନିଷ ମିଳିବ ସାଧାରଣ ଲୋକଙ୍କର ବେନିଫିଟ ପାଇଁ। ଏଟା କରିବାକୁ ଚାହୁଁଛୁ, ଭଲ ଜିନିଷ ପାଇବେ, କମ ରେଟ୍ରେ ପାଇବେ, ହଁ, ଲୋକଙ୍କ ସୁବିଧା ପାଇଁ ଆମ ବିଭାଗ କଣ କରିବ ମୁଁ ସେଇଟା କହୁଛି। ଯୋଉମାନେ ନେବେ ଏଟା ସେମାନେ ଗୃହ କରିବେ, ଯେମିତି ଅକା ଡିଲର ମାନେ ନେଇଛନ୍ତି ତାଙ୍କର ଗୃହ କରିଛନ୍ତି। ଜନପୋଷଣ କେନ୍ଦ୍ର ଏଟା ଗୋଟେ ଅଲ ଇଣ୍ଡିଆ ସ୍କିମ୍। ଏଟା ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଯାଇଛି, ଆମ ରାଜ୍ୟରେ ଆମେ ତାକୁ ଫଲୋ କରୁଛୁ କରିବା ପାଇଁ।